କୁହନ୍ତୁ ପ୍ରଭୁ। ଶିଷ୍ୟକୁ ଗୁରୁ ଆଜ୍ଞା ଦେବ, ଗୁରୁଙ୍କୁ ଶିଷ୍ୟ ପଚାରିବ, ତେବେ ସଂଶୟ ହେବ ଦୂର, ନ ପୁଛେ ମୂଢ ମତି ନର। ପତିଭଗତା ନାରୀ ଯେହ୍ନେ, ଚାତକ ଆକାଶେ ଯେ ସନେ, ନିପୁତ୍ରୀ ପୁତ୍ରକୁ ଯେ ମନ୍ତେ, କୃପଣ ଧନ ଯେହ୍ନେ ଚିନ୍ତେ, କାମୀ ପୁରୁଷ କାମିନୀରେ, କରିନ୍ଦ୍ରୀ, କରିନ୍ଦ୍ରୀ ମାନେ ହାତୀ, ବୁଝିପାରିଲୁ? କରିନ୍ଦ୍ରୀ ଯେହ୍ନେ ଗଜ ଧରେ, ଭକିଆ ଗରେ ଅନ୍ନ ଯେହ୍ନେ, ତେମନ୍ତ ପ୍ରାୟ ଚିତ ଧ୍ୟାନେ, ଗୁରୁ ଠାବରେ ମନ ଦେଲେ, କୃପା ମିଳଇ ଜାଣ ଭଲେ। ମନୋଜ କୁମାର ପ୍ରଭୁ ଶୁଣିଲୁ? ଆଜ୍ଞା। ହଁ, ନହେଲେ କେମିତି କହିବ? ହୁଁ। ତମେ ଯଦି ଭଲ ପାଇବାଟା ଏମିତି ହେଲା। କାମୀ ପୁରୁଷ କାମିନୀରେ, ନିପୁତ୍ରୀ ପୁତ୍ରକୁ ଯେମନ୍ତେ, ହୁଁ। ସେମିତି ନଦେଲେ ତମେ କେମିତି କୃପା ପାଇବ? ଗୁରୁ ଭକ୍ତି ଗୀତାରେ ଗୋଟେ ଲେଖା ହେଇଥିଲା, କରୁଣା କରିବା ନାଥ ବ୍ରହ୍ମାଣ୍ଡ ଧାରଣ, ଗୁରୁ ବିନୁ ସଂସାରରେ ତ ନାହିଁ ପରିତ୍ରାଣ, ଗୁରୁ ମନ୍ତ୍ର ଦେଇ କରି ଶିଷ୍ୟକୁ ତ ଗଲେ, ସେ ଶିଷ୍ୟ ତରେ କେମନ୍ତେ ଭବ ଜଳୁ ଭଲେ, ଗୁରୁ କଥା ଶୁଣିଲା ତ ଶ୍ରବଣ ରତଟ, ବାବୁ ଗୁରୁ ନ ଦେଖିଲେ ସେହ ଇବ ଛଟ ପଟ, ଏ ଭବ ସଂସାରେ ଜାତ ହୋଇଲେ ତ ମୋରି, ବିଷ୍ଣୁ ହିଁ ଛାଡ଼ନ୍ତି ମର୍ତ୍ତେ ଧରିଲେଣ ଶିରି, ଏଠି ଗୁରୁ ଆଶ୍ରେ କରି ବିଷ୍ଣୁ ଛାଡ଼ିଲେ ଶରୀର, ତୁ ନର ଦେହ ଗୋଟାକୁ ଯେ ଗୁରୁ ବଡ଼ ସାର, ଏ ଗୁରୁଙ୍କୁ ଯେଉଁ ଜନ ପାଇଯିବ ଭେଟ, ମରିବା ଯିବାକୁ ସେ ନହିବ ତରସ୍ତ, ମରଣ ସମୟେ ଯେତେ ମନ୍ତ୍ର ଶିକ୍ଷା ଥାଇ, କଣ୍ଠ ବନ୍ଧନ ହୋଇଲେ ସୁମରିବ କାହିଁ, ଏଣୁ କରି ମନ୍ତ୍ରଟେ ଗୁରୁଙ୍କର କଥା, ମୁଡ଼ାନ୍ତ ଶିଷ୍ୟକୁ ସିନା ମନ୍ତ୍ର କରି ପୁଥା, ଉତ୍ତମ ଶିଷ୍ୟ ନିମନ୍ତେ ତାର ଗୁରୁ ରୂପ ଧ୍ୟାନ, ଇଚ୍ଛା ସୁଖେ ମରଣ ଯେ ଇଚ୍ଛା ସୁଖେ ଜନମ। ବୁଝିଲୁ? ଆଜ୍ଞା। ମହାପୁରୁଷ ବଢିଆ ବଢିଆ କଥା ସବୁ ଲେଖିଛନ୍ତି ତାଙ୍କ ଜୀବନରେ। ରାମ କରିବା ଯେ ସରି ମାଙ୍କଡା ପଥର ସଙ୍ଗେ, କିରେ ହୀରା ତୁଲ କରି ଧାନ କୁଅ ଗାଡି ଯେହ୍ନେ ନୁହଁ ତୁଲ, ହସ୍ତିର ସଙ୍ଗ ତେତୁଲ ଅଟେ କି ଶୃଗାଳ। ବୁଝିପାରିଲୁ? କହିଲେ ସେମିତି ହବ କି? ତେଣୁ ଗୁରୁଙ୍କର କଥା ଅଟେ ସଂସାରରେ ସାର,
ପଦ୍ମରୁ ବିଲଗ ପଦ୍ମ ପୁଷ୍ପ ଯେ ସୁନ୍ଦର। ପଙ୍କରୁ ବାହାରିଛି କିନ୍ତୁ ପଦ୍ମ ପୁଷ୍ପ ଗୁରୁ କାହିଁ ସଂସାରରେ। ଦଧିରୁ ସାର ଟୋଇ ଘୃତ ଯେ ମନ୍ତ ଅଗାଡିରୁ ଧାନ ହୁଏ ସାର ଯେଉଁ ମତ। ସଂସାରରେ ଥାଇ ଗୁରୁ ତେମନ୍ତ ଟୋଇ। ବୁଝିପାରିଲ? ସଂସାରରେ ଗୁରୁ ସେମିତି ପଙ୍କରୁ ବାହାରିଛି କିନ୍ତୁ ପଦ୍ମ ପୁଷ୍ପ ଭଳିଆ ସୁନ୍ଦର। ବୁଝିପାରିଲୁ? ଅଗାଡି ନୁହେଁ ଧାନ। ହସ୍ତିର ସଙ୍ଗରେ ଏଠି ଶୃଗାଳ ସମାନ ହେଇଯିବେ କି? କହିଲେ ନାଇଁ ଦମ୍ଭପଣ ଛାଡିନ ଯେ ମୁଣ୍ଡ ନୁଆଇବ ସଜ୍ଜନ ଆଗରେ ପାଠ ଉତ୍ତମ ଭଣିବ। ଜାଲାନ୍ଦ୍ର ଭେଦିବା ବାଟ ରାମ ଅଟୋଇ ଗହନ ପୂର୍ବ ଭାଗ୍ୟ ଥିଲେ ସିନା ଗୁରୁ ଠାରେ ମନ। ବାବୁ ଏଠି ସମସ୍ତେ ଗୁରୁ ପାଇବେନି। ମାଟି ଅଙ୍ଗେ ବଳିଲେ କି ନ ବୋଲିବେ ଦାସ। ବ୍ୟାଘ୍ର ଚର୍ମ ପଶୁ ଜନ୍ତୁ ଠାରେ ପରକାଶ। ଛାଲ ଘେନି ପଶୁ ଜୀବ ବ୍ୟାଘ୍ର ପାଲଟିବ। ବିବେକ ଗୋଷ୍ଠୀରେ ଏହି ସନ୍ଧି ପଚାରିବ। ଶ୍ରୀଗୁରୁ ଚରଣେ ଶରଣ ପଶ ଜମ ନ ଧରିବ ତୁମ୍ଭର ଦୋଷ। ସାରାଂଶ ହେଲା ଯେ ମହାପୁରୁଷ। ବୁଝିପାରିଲୁ? ଗୁରୁ ଆଉ ମନକୁ ଏତେ ମଜବୁତ ମାର୍ଗରେ ନେଇଛନ୍ତି ସବୁ କାଟି କୁଟିକି ଫିଙ୍ଗି ଦେଇ ଚାଲିଯାଇଛନ୍ତି। ସବୁ କାଟି କୁଟିକି ଫିଙ୍ଗି ଦେଇ ଚାଲୁଛନ୍ତି। ତେଣୁ ଗୁରୁଙ୍କୁ ଯେ ଶିଷ୍ୟ ଯେଣୁ ସେ ନ ପୁଛେ ପ୍ରାଣୀ ତେଣୁ ବିଷ୍ଣୁ ମାୟା ଏଠି ନ ପାରେ ଜାଣି। ତେଣୁ ଏଠି ଗୁରୁଙ୍କ କଥା ବଡ କଥା ରଖିଛନ୍ତି ମହାପୁରୁଷ ବେଟା। ସବୁ ଶାସ୍ତ୍ରକୁ ମୁଁ ଫିଙ୍ଗି ଦେଇଥିଲି ତାଙ୍କ ପାଇଁ। ସବୁ ଶାସ୍ତ୍ରକୁ ଫିଙ୍ଗି ଦେଇଥିଲି। ଗୁରୁ ନାଇଁ କଣ ଜ୍ୟୋତି? ଆଜ୍ଞା ଆଜ୍ଞା ଆଗତ ବେଟା ଗୁରୁ। ମହାପୁରୁଷ କିଛି ହରିନାମ ଫରିନାମ କିଛି ରଖିନାହାନ୍ତି। ସବୁକୁ ସାଇଜ କରିକି ଗୋଟେ ପଟକୁ ଫିଙ୍ଗି ଦେଇଛନ୍ତି। କହିଛନ୍ତି କାମରେ ଏତେବେଳେ ଲାଗିବ ଗୁରୁ ଆଉ ମନ ସ୍ଥିର ହେଇସାରୁ। ଗୁରୁ ଆସିସାରୁ ସଂସାରକୁ। ଗୁରୁ ଆଣ। ଗୁରୁ ବିନା ଭବନିଧି। କେବେ ଲେଖା ହେଇନି ନାମ ବିନା ଭବନିଧି? କହିଲେ ଗୁରୁ ବିନା ଭବନିଧି ତରୋଇନା କୋଇ। ଲେଖା ହେଇଛି ନା ନାମ ବିନା ଭବନିଧି ତରୋଇନା କୋଇ? ଗୁରୁ ବିନା। ଆଉ ଗୁରୁ ବିନା ଗୁରୁ କାହିଁ? ଶ୍ରୀ ଗୁରୁ ପଦନଖ ମଣିଙ୍ଗନ ଜ୍ୟୋତି ସୁମିରତ ଦିବ୍ୟ ଦୃଷ୍ଟି ହିଁ ଅତି ଦଲନ ତମମ ସହସ ପ୍ରକାଶ ବଡେ ଭାଗୌର ପାଇ ଯାସୁ। ଗରଇ ବିମଲ ବିଲୋଚନ ହିକେ ମିଟଇ ଦୁଃଖ ଦୋଷ ଭୟ ରଜନୀ କେ ତୁ ଜଇଁ ରାମଚରିତ ମନି ମାନିକ ଗୁପୁତ ପ୍ରକାଶ ଜଇଁ ଯେ ଜଇଁ କାନିକ। ଶ୍ରୀ ଗୁରୁ ପଦନଖ କହିଲେ ଭାଇ ଖାଲି ପାଦର ନଖ ଯଦି ବି ଦେଖିଗଲ ଆଉ ଗୁରୁ ଜାଣିଗଲ। 3 ନମ୍ବର ଆଖି ସାଙ୍ଗେ ସାଙ୍ଗେ ଖୋଲିଦବ।